ମଦର ଆବାସିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ। 300ରୁ ଉର୍ଦ୍ଧ୍ୱ ଅନାଥ ଓ SC/ST ପିଲାଙ୍କୁ ବିନା ମୂଲ୍ୟରେ ଶିକ୍ଷା ପ୍ରଦାନ କରୁଥିବା ନୟାଗଡ଼ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଦର ଆବାସିକ ବିଦ୍ୟାଳୟ ଓ ନୟାଗଡ଼ କଳା ପରିଷଦ ଆଜି ଶିଶୁ ଦିବସ ପାଳନ ସହିତ ଏହାର ସ୍ପନ୍ଦନଶୀଳ ବାର୍ଷିକ ସମାରୋହକୁ ମିଶ୍ରଣ କରି ଆନନ୍ଦ ଏବଂ ସାଂସ୍କୃତିକ ଅଭିବ୍ୟକ୍ତିରେ ପରିପୂର୍ଣ୍ଣ ଏକ ସ୍ମରଣୀୟ କାର୍ଯ୍ୟକ୍ରମ ସୃଷ୍ଟି କରିଥିଲା। ଛାତ୍ର, ଅଭିଭାବକ ଏବଂ ଶିକ୍ଷକମାନେ ଏହି ମହାନ ଅବସରରେ ଏକତ୍ରିତ ହୋଇଥିବାରୁ ସ୍କୁଲ ପରିସର ରଙ୍ଗୀନ ସାଜସଜ୍ଜାରେ ସୁନ୍ଦର ଭାବରେ ସଜ୍ଜିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ଉତ୍ସାହୀ ନୃତ୍ୟ, ମନମୋହକ ସଙ୍ଗୀତ, ଅଭିନୟ ଏବଂ ଛୋଟ ନାଟକ ଭ୍ରୂଣ ହତ୍ୟା ସାମିଲ ଥିଲା, ଯାହା ସମସ୍ତ ଛାତ୍ରଛାତ୍ରୀଙ୍କ ବିବିଧ ପ୍ରତିଭା ଏବଂ ସୃଜନଶୀଳତାକୁ ପ୍ରଦର୍ଶିତ କରିଥିଲା। ଏହି ଉତ୍ସବ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମବାର୍ଷିକୀରେ ତାଙ୍କ ପ୍ରତି ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ସ୍ୱରୂପ ମଧ୍ୟ କାର୍ଯ୍ୟ କରିଥିଲା, ଯାହା ସମସ୍ତଙ୍କୁ ପିଲାମାନଙ୍କ ପ୍ରତି ତାଙ୍କର ସ୍ନେହ ଏବଂ ସେମାନଙ୍କର ସୁପରିଚାଳିତ ଶିକ୍ଷା ପ୍ରତି ତାଙ୍କର ଦୃଷ୍ଟିକୋଣକୁ ମନେ ପକାଇଥିଲା। ବିଦ୍ୟାଳୟର ସମ୍ପାଦିକା ତଥା ସମାଜସେବୀ ପ୍ରଭାସିନୀ ନନ୍ଦ ସଭାକୁ ସମ୍ବୋଧିତ କରି ପ୍ରତ୍ୟେକ ପିଲାର ସମ୍ଭାବନାକୁ ପୋଷଣ କରିବା ଏବଂ ସେମାନଙ୍କ ସାମଗ୍ରିକ ବିକାଶକୁ ଉତ୍ସାହିତ କରିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ଅତିଥି ଭାବେ ଇଞ୍ଜିନିୟର ସନ୍ତୋଷ କୁମାର ମହାପାତ୍ର, ମୁଖ୍ୟ ବକ୍ତା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ ଅଞ୍ଜଳି ମଚ୍ଛଖଣ୍ଡ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିବିଏନ୍ ପ୍ରଧାନ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ମହାପାତ୍ର ଏବଂ ସମାଜସେବୀ ଅମିତ କୁମାର ସାହୁ ଯୋଗ ଦେଇଥିବା ବେଳେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ସଭାପତି ଚକ୍ରଧର ମାହାଳି। ମୁଖ୍ୟ ବକ୍ତା ନିଜର ଅଭିଭାଷଣରେ ସମ୍ପାଦିକା ନନ୍ଦଙ୍କୁ ଯଶୋଦା ମାଙ୍କ ସହିତ ତୁଳନା କରିଥିଲେ। ଅନାଥ ଅସହାୟ ଶିକ୍ଷାର୍ଥୀମାନଙ୍କ ଗୁରୁ ଦାୟିତ୍ୱ ନେଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଯେଉଁ ଚେଷ୍ଟା ସେ ଅବ୍ୟାହତ ରଖିଛନ୍ତି, ତାକୁ ସାକାର କରିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଆକର୍ଷଣୀୟ ବିଷୟ ଥିଲା ପୁରସ୍କାର ସମାରୋହ, ଯେଉଁଠାରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଶୈକ୍ଷିକ ଉତ୍କର୍ଷତା ଏବଂ ପାଠ୍ୟକ୍ରମିକ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା, ଯାହା ପ୍ରେରଣା ଏବଂ ଗର୍ବର ମନୋଭାବକୁ ପୋଷଣ କରିଥିଲା। ମିଠା ବଣ୍ଟନ ଏବଂ ପ୍ରଧାନ ଶିକ୍ଷକଙ୍କ ଧନ୍ୟବାଦ ଅର୍ପଣ ସହିତ ଦିନଟି ଶେଷ ହୋଇଥିଲା। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।